ସମସ୍ତେ ସୁପ୍ରଭାତ। ପିଲାମାନେ କେମିତି ଅଛ? ଭଲ ଅଛ? ଆଜି ଆମେ ଗୋଟେ ଗପ ଶୁଣିବା। କୋଉ ଗପ ଶୁଣିବା? ଏକୁଆ କଇଁଛ ଗପ ଶୁଣିବା। ଶିବାଂଶ ଇଆଡ ନା? ନାଇଁ ଏକୁଆ କଇଁଛ ଗପ ଶୁଣିବା। ଏକୁଆର ଆଉ କଇଁଛର ସାଙ୍ଗ ଥିଲେ ହେଲା। ତମ ସାଙ୍ଗ କିଏ କହିଲ ଦେଖିଆ? ତମ ସାଙ୍ଗ କିଏ? ଏମାନଙ୍କ ଭିତରୁ ତମ ସାଙ୍ଗ କିଏ? ମାହି। ବିପୁନ ତମ ସାଙ୍ଗ କିଏ? ରାଣିଆ। ଆଚ୍ଛା ନାଣ୍ଡି ତମ ସାଙ୍ଗ କିଏ? ମାହି। ଶିବାଂଶ ତମ ସାଙ୍ଗ କିଏ? ୟାଙ୍କ ଭିତରୁ ତମ ସାଙ୍ଗ କିଏ? କିଏ ତମ ସାଙ୍ଗ? ଏଇ ଖରଗୋଶ ନୁହଁ, ତା ନାଁ ହେଲା ରାଣିଆ। ଶକ୍ତି ତମ ସାଙ୍ଗ କିଏ? ମାହି। ମାହି ତମ ସାଙ୍ଗ କିଏ? ନାଣ୍ଡି। ଦେଖ ତମର ସବୁ କେମିତି ଗୋଟେ ଗୋଟେ ସାଙ୍ଗ ଅଛି, ସେମିତି ଠେକୁଆର କଇଁଛର ସାଙ୍ଗ ଥିଲେ ହେଲା। ଠେକୁଆ କହିଲା ବସ, ଦୌଡ଼ି ପାରେ। କଇଁଛି କହିଲା ନାଇଁ, ମତେ ତ ଜୋରେ ଦୌଡ଼ି ଆସେନି, ମୁଁ ଧୀରେ ଧୀରେ ଦୌଡ଼ି ପାରେ। ସେଠୁ ଠେକୁଆ କହିଲା ଚାଲ ଯିବା ଗୋଟେ ରେସ୍ ଲଗେଇବା। ତମେ କେମିତି ରେସ୍ ଲଗଉଛ? କହିଲା ଚାଲ ଯିବା ଗୋଟେ ରେସ୍ ଲଗେଇବା। ଠେକୁଆର କଇଁଛର ରେସ୍ ଲାଗିଲା। ତାଙ୍କର କିଏ ଠିକ ହେଲା? ଯିଏ ରେସ୍ ରେ ସବୁ ଫିନିଶ ରାଉଣ୍ଡରେ ଯିଏ ଠିଆ ହେଇଥିବ, ଶେଷରେ ସେ କହିବ ଯେ କିଏ ଜିତିଲା। କାହାକୁ ଡାକିଲେ? ହାତୀ ଭାଇକୁ ଡାକିଲେ। ହାତୀ ଠିଆ ହେଲା, ଯୋଉଠି ସରିବ ସେଇଠି ଠିଆ ହେଲା। କିଏ ଆଗେ ଆସି ପହଞ୍ଚିଛି ହାତୀ ଦେଖିଲେ କହିବ, ବୁଝିଲ? ତାପରେ କଣ ହେଲା? 1 2 3 କହିକି ଷ୍ଟାର୍ଟ କହିଲେ। ତାପରେ କଣ କଲେ? ଦୌଡ଼ିଲେ ଦି ଜଣ ଯାକ। ଠେକୁଆର କଇଁଛର ଦୌଡ଼ିଲେ ହେଲା। ତାପରେ କଣ ହେଲା? ଯେତେବେଳେ 1 2 3 କହିଲେ, କିଏ ଦୌଡ଼ିଲା? ଠେକୁଆ ଦୌଡ଼ିଲା। ଠେକୁଆ ଜୋର ଦୌଡ଼ିଲା। ଶକ୍ତି ବସ ପଡ଼। ତାପରେ କଇଁଛ କଣ କଲା? କଇଁଛ ଧୀରେ ଧୀରେ ଗଲା। ତାପରେ କଣ କଲା? କିଛି ବାଟ ଗଲା ପରେ ଦେଖିଲା ଠେକୁଆ ପଛପଟକୁ ବୁଲିକି ଯାଇଲା। ଦେଖିଲା ବେଳକୁ କଇଁଛ ନାହିଁ। କଇଁଛ ଧୀରେ ଧୀରେ ଆସୁଛି। ଠେକୁଆ କଣ କଲା? ବାଟରେ ସୁଲୁ ପବନ ହଉଥିଲା ଗୋଟେ ଗଛ ବୁଦା ମୂଳେ। ସେ କଣ କଲା? ଶୋଇପଇଲା। କହିଲା କଇଁଛ ଆସୁଥାଉ ଆଉ ଏଠି ଶୋଇପଡେ। ଶୋଉ ଠେକୁଆକୁ ନିଦ ହେଇଗଲା। ଠେକୁଆ ସେଠି ଶୋଇ ପଡିଛି ଆଉ ଜାଣିନି। କଇଁଛ ଧୀରେ ଧୀରେ ଆସି ଦେଖିଲା ବେଳକୁ ଠେକୁଆ ଶୋଇଛି। କଇଁଛ କହିଲା ଓ ମୋ ଗୋଡ କେତେ କାଟିଲାଣି, ମୁଁ ଟିକେ ବିଶ୍ରାମ ନେଇଯିବି, ଶୋଇପଡିବି ଠେକୁଆ ପାଖରେ। ତାପରେ କହିଲା ନା ମତେ ରେସ୍ ଜିତିବାର ଅଛି। ତାପରେ ସିଏ ଆଉ କଣ କଲା? ଅଳସୁଆ ହେଇକି ଶୋଇଲା ନାହିଁ। ସେ ଏମିତି ଚାଲି ଧୀରେ ଚାଲି କୋଉଠି ପହଞ୍ଚିଲା? ହାତୀ ଭାଇ ଯୋଉଠି ଠିଆ ହେଇଥିଲା ତା ପାଖରେ ଯାଇ ପହଞ୍ଚିଗଲା। ତମେ ଜିତିଗଲା କେମିତି କହୁଛ? ମୁଁ ଫାଷ୍ଟ ହେଇଗଲି। କଇଁଛ କହିଲା ଏମିତି ହାତ ଟେକି ଦେଖ, ମୁଁ ଫାଷ୍ଟ ହେଇଗଲି। ଠେକୁଆ ଦେଖିଲା ବେଳକୁ ଶୋଇଛି। ଠେକୁଆ ନିଦ ଭାଙ୍ଗିଲା ବେଳକୁ କଇଁଛ ଯାଇକି ପହଞ୍ଚି ଯାଇଥିଲା ଯୋଉଠି ଫିନିଶ ରାଉଣ୍ଡ ଲେଖା ହେଇଥିଲା, ଯୋଉଠି ଶେଷ ଲେଖା ହେଇଥିଲା ସେଠି ପହଞ୍ଚି ଯାଇଥିଲା। ଠେକୁଆ ଅଳସୁଆ ଯୋଗୁ ସେଠି ଶୋଇକି ରହିଲା ଆଉ ହାରିଲା। କଇଁଛ ଧୀରେ ଚାଲି ଯାଇକି କଣ ହେଇଗଲା?